ଜଳ ହିଁ ଜୀବନ। ଜଳକୁ ଆମେ ସେଭ୍ କରିକି ରଖିବା ଉଚିତ। ସମସ୍ତଙ୍କ ଘର ଉପରେ ଯୋଉମାନେ ଜଳ ବ୍ୟବହାର କରୁଛନ୍ତି ତାଙ୍କ ଘର ଉପରେ ଗୋଟେ ପାଣି ଟାଙ୍କି ରହିଛି। ନୁହେଁ କି? ଏ ଗୋଟେ ପାଣି ଟାଙ୍କି। ଏ ପାଣି ଟାଙ୍କି ଯେତେବେଳେ ମୋଟର ଚାଲେ 30 ମିନିଟରେ ଏ ଟାଙ୍କିଟି ଫୁଲ୍ ହେଇଯାଏ। ସମୟ ଲାଗେ କେତେ? 30 ମିନିଟ୍। ଏବଂ ପାଣି ନଷ୍ଟ ନ କରିବା ପାଇଁ ଠିକ୍ 30 ମିନିଟ୍ ବେଳକୁ ଯେତେବେଳେ ପାଣି ଫୁଲ୍ ହେଇଯାଏ, ଗୋଟେ ଆଲାର୍ମ ବାଜେ, ତାକୁ ଆମେ ବନ୍ଦ କରିଦଉ। କିନ୍ତୁ ଗୋଟେ ଦିନ ପାଣି ଚାଲିଲା, ଫୁଲ୍ ହବା ପାଇଁ 45 ମିନିଟ୍ ସମୟ ଲାଗିଲା। ଆମେ ଆସିକି ଦେଖିଲୁ ଯେ ପାଣି ଟାଙ୍କିଟା 45 ମିନିଟ୍ କାହିଁକି ଲାଗିଲା ଫୁଲ୍ ହବା ପାଇଁ? ଦେଖିଲା ବେଳକୁ ଏଠି ଗୋଟେ ନଳ ଅଛି, ନଳଟାକୁ ପାଇପଟାକୁ କିଏ ଖୋଲି ଦେଇଛି। ତେଣୁ 45 ମିନିଟ୍ ଲାଗିଛି। ତେବେ ପ୍ରଶ୍ନ ଏଠି ଅଛି କଣ? ଯଦି ଏଇ ପାଣି ଟାଙ୍କିଟିରେ ଏଇ ପାଇପଟି ଖୋଲି ଦିଆଯାଏ, ପାଣି ଫୁଲ୍ ହେଲା ପରେ, କେତେ ସମୟ ପରେ ପାଣି ସମୁଦାୟ ସରିଯିବ? ମାନେ ପାଣି ଟାଙ୍କିରୁ ସମୁଦାୟ ସଫା ହେଇଯିବ। ତେବେ ପ୍ରଶ୍ନଟି ଯଦି ଆସେ ତାକୁ ସମାଧାନ କରିବା କେମିତି? ଦେଖ, ଏଥିରେ ଆମେ ଗୋଟେ ଟାଇମ୍ ଡିଫରେନ୍ସ ବାହାର କରିବା, ସମୟ ବ୍ୟବଧାନ। ଯେମିତି ଆମର ସମୟ ଓ କାର୍ଯ୍ୟରେ ରାମ ଗୋଟେ କାମକୁ 10 ଦିନରେ କରୁଛି, ହରି ଗୋଟେ କାମକୁ ସେଇ ସମାନ କାମକୁ 15 ଦିନରେ କରୁଛି। ଦି ଜଣ ମିଶିକି କେତେ ଦିନରେ କରିବେ? ଆମେ ତାକୁ ସମାଧାନ କରନ୍ତି କେମିତି? 10 ଦିନରେ ଜଣେ କରେ, 15 ଦିନରେ ଜଣେ କରେ ଏବଂ ଦୁଇଟି ଯାକ କାମକୁ ଆମେ ମିଶେଇ ଦିଅନ୍ତି। 10 ମିଶାଣ 15, 25 ତାକୁ ସମାଧାନ କରନ୍ତି। ଏଠି କିନ୍ତୁ ଟିକେ ଅଲଗା ହବ। ଏଠି କଣ ହବ? ଏଥିରେ ସେ ଥରେ ଲାଗେ କେତେ? 30 ମିନିଟ୍ରେ ଫୁଲ୍ ହେଇଯାଏ। କିନ୍ତୁ ଲାଗିଲା କେତେ? 45 ମିନିଟ୍ରେ। ଏଥିରେ ଆମେ ଟାଇମ୍‌ର ଡିଫରେନ୍ସ ବାହାର କରିଦବା। ତା ମାନେ 45ରୁ 30 ଫେଡ଼ିଦବା କେତେ ହବ? 15। ଆକୁ ସମାଧାନ କରିଦବା। 15 ଦୁନେ 30, 45 ଦୁନେ 90। ତେବେ ଯଦି ଟାଙ୍କିଟିର ପାଇପ୍ ଖୋଲି ଦିଆଯାଇଥାଏ ବା ଏଇ ପାଇପ୍‌ଟି ନଳଟି ଖୋଲି ଦିଆଯାଏ, ତାହେଲେ 90 ମିନିଟ୍ରେ ପାଣି ଶୂନ୍ୟ ହେଇଯିବ। ସମାଧାନଟି ଯଦି ଭଲ ଲାଗିଲା, ଲାଇକ୍, ସେୟାର ଆଉ କମେଣ୍ଟ କରିବା ଆଉ ସବସ୍କ୍ରାଇବ୍ କରିବା।